ମାଣବସା ଗୁରୁବାରର ନିୟମ ଜାଣି ରଖନ୍ତୁ। ନମ୍ବର 1, ମାର୍ଗଶିର ମାସ ଗୁରୁବାର ପ୍ରତ୍ୟେକ ଓଡ଼ିଆ ଗୃହିଣୀମାନଙ୍କ ପାଇଁ ଅଧିକ ଜରୁରୀ ହୋଇଥାଏ। ପ୍ରତ୍ୟେକ ନାରୀମାନେ ମା ଲକ୍ଷ୍ମୀଙ୍କୁ ଶ୍ରଦ୍ଧାର ସହିତ ପୂଜା କରିଥାନ୍ତି। ନମ୍ବର 2, ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ହେଉଛି ମାର୍ଗଶିର ମାସ ଗୁରୁବାର। ପ୍ରତିବର୍ଷ ମାର୍ଗଶିର ମାସ ଗୁରୁବାର ପୂଜା 4 ପାଳି କିମ୍ବା 5 ପାଳି ପାଳନ କରାଯାଏ। ନମ୍ବର 3, ଚଳିତ ବର୍ଷ ମାଣବସା ଗୁରୁବାର 4 ପାଳି ପାଳନ ହେବ। ଡିସେମ୍ବର 12 ତାରିଖରେ ମାର୍ଗଶିର ମାସ ମାଣବସା ଶେଷ ପାଳି ହେବ। ନମ୍ବର 4, ମାଣବସାର ଅଧା କାମ ବୁଧବାର ଦିନଠାରୁ ସରିଯାଏ। ଗୁରୁବାର ଦିନରେ କେବଳ ମାଣ ବସେଇ ପୂଜା କରାଯାଏ। ନମ୍ବର 5, ବୁଧବାର ଦିନ ମୁଣ୍ଡ ସଫା କରି ସଫା ଶାଢ଼ୀ ପିନ୍ଧି ମାଣ ଧୁଆ ଧୋଇ ଏବଂ ଅନ୍ୟାନ୍ୟ ପୂଜା ସାମଗ୍ରୀ ଯେମିତିକି ଗୁଆ, କଉଡ଼ି, ଗଉଣୀ, ସେର, ମାଣ, ମାଙ୍କର ଧୂପ, ଦୀପ, ଦାନି, ପିତ୍ତଳ ପୂଜା ବାସନ ଇତ୍ୟାଦି ଶେଷକୁ ସଫା କରାଯାଏ। ନମ୍ବର 6, ବୁଧବାର ଦିନ ରାତିରେ ଭଲ ଲୁଗା ପିନ୍ଧି ଠାକୁର ଘରେ ଯେଉଁଠି ମାଙ୍କୁ ବସେଇବେ ସେଇଠି 16 କୋଟି ପଦ୍ମ ଫୁଲ ଚିତା ପକେଇବେ ଏବଂ ଏକ ସିନ୍ଦୁକର ଚିତା ପକେଇ ଦେବେ। ମାଙ୍କର ଗହଣା ଚିତ୍ର ଆଙ୍କିବେ ଏବଂ ମାଙ୍କର ପାଦ ପଦ୍ମର ଚିତା ଆଙ୍କିବେ। ନମ୍ବର 7, ଘର ଦ୍ୱାରକୁ ଗୋବରରେ ଲିପା ଯାଇଥାଏ କିମ୍ବା ଭଲରେ ଧୁଆ ଯାଇଥାଏ। ତାପରେ ଘରେ ଚାରିଆଡ଼େ ଝୋଟି ଚିତା ପକାଯାଇଥାଏ। ଘରର ସବୁଆଡ଼େ ପଦ୍ମ ଫୁଲ ଏବଂ ମାଙ୍କର ପାଦକୁ ଚିତା ପକାଯାଇଥାଏ। ନମ୍ବର 8, ଆପଣମାନେ ଭକ୍ତି ମନରେ ଥରେ ଜୟ ମା ମହାଲକ୍ଷ୍ମୀ ଲେଖିଦିଅନ୍ତୁ। ମା ଆପଣଙ୍କ ପୂଜା ଉପରେ ସନ୍ତୁଷ୍ଟ ହେବେ। ଆପଣଙ୍କର ସବୁ ଦୁଃଖ କଷ୍ଟ ଅଭାବ ଯାହା ରହିଛି ମା ଦୂର କରିଦେବେ। ନମ୍ବର 9, ତାପରେ ଖଟୁଲି ପିଢ଼ା ମାଣ ସେର କଳସ ଇତ୍ୟାଦିରେ ଚିତା ପକେଇ ରଖିବା ଉଚିତ। ନମ୍ବର 10, ଯାହା ସବୁ ପୂଜା ସାମଗ୍ରୀ ଆବଶ୍ୟକ ତାହା ବୁଧବାର ଦିନଠାରୁ ଯୋଗାଡ଼ି ରଖିବେ ଏବଂ ଗୁରୁବାର ଦିନ ମୁଣ୍ଡ ସଫା କରାଯାଇ ନଥାଏ। ତେଣୁ ବୁଧବାର ଦିନ ମୁଣ୍ଡ ସଫା କରି ଗୁରୁବାର ଦିନ କେବଳ ମୁଣ୍ଡ ଧୋଇବା ଆବଶ୍ୟକ। ନମ୍ବର 11, ଗୁରୁବାରରେ ଆମିଷ, ପିତା, କଷା, ଲାଉ, ପିଆଜ, ରସୁଣ ଖାଇବା ଉଚିତ ନୁହଁ। ଖଇ, ଚୁଡ଼ା ଭାଜିବା ବି ଉଚିତ ନୁହେଁ। ଲାଉ ସହିତ ଆମିଷ ଖାଇବା ଉଚିତ ନୁହଁ। ସଫାସଫି କରିବା ଉଚିତ ନୁହଁ। ଘର ଝଡ଼ାଝଡ଼ି କରିବା ବି ଅନୁଚିତ। ନମ୍ବର 12, ପୁରୁଣା ଚିରା ମଇଳା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ। ମୁଣ୍ଡ ସଫା କରିବା ଉଚିତ ନୁହଁ। ମୁଣ୍ଡ ଧୋଇବା ଉଚିତ। ସୂର୍ଯ୍ୟୋଦୟ ପରେ ଉଠିବା ମଧ୍ୟ ଉଚିତ ନୁହେଁ। କଳା ଶାଢ଼ୀ, କଳା ଚୁଡ଼ି, କଳା ଟିକିଲି ଇତ୍ୟାଦି ପିନ୍ଧିବା ଉଚିତ ନୁହଁ। ଶରୀରରୁ ଅଳଙ୍କାର ଉତାରିବା ଉଚିତ ନୁହେଁ। ଏହିସବୁ କଥା ମନେ ରଖିବେ। ନମ୍ବର 13, ଗୁରୁବାର ଦିନ ଦିନରେ ଶୋଇବା ଉଚିତ ନୁହେଁ। ସବୁଦିନ ଶୋଉଥିବା ଶେଯରେ ମଧ୍ୟ ଶୋଇବା ଉଚିତ ନୁହେଁ। ସ୍ୱାମୀ ଶାଶୁ ଶ୍ୱଶୁରଙ୍କ ସହିତ କଳି ଝଗଡ଼ା କରିବା ଉଚିତ ନୁହେଁ। ନମ୍ବର 14, ସ୍ୱାମୀ ସ୍ତ୍ରୀ ସଙ୍ଗ କରିବା ଉଚିତ ନୁହଁ। ଛୋଟ ଛୁଆମାନଙ୍କୁ ମାରିବା ବି ଉଚିତ ନୁହେଁ। ନମ୍ବର 15, ଗୁରୁବାର ଦିନ ଘରର ଝାଡ଼ୁ କାହାକୁ ଦେବା ଉଚିତ ନୁହେଁ। କାହାକୁ ପଇସା ଧାରେ ଦେବା କିମ୍ବା ଚାଉଳ ଏହି ଦିନରେ ଦେବା ଉଚିତ ନୁହଁ। ତା ସହିତ ମାଣବସା ପ୍ରସାଦ କାହାକୁ ଦେବା ଉଚିତ ହୋଇନଥାଏ। ନମ୍ବର 16, ବିବାହିତ ନାରୀମାନେ ଧଳା ଶାଢ଼ୀରେ ନାଲି ପାଢ଼ୀ ଥିବା ସୂତା ଶାଢ଼ୀ କିମ୍ବା ହଳଦିଆ ଲୁଗାରେ ନାଲି ଶାଢ଼ୀ ଥିବା ଲୁଗା ପିନ୍ଧିବା ଉଚିତ। ନମ୍ବର 17, ମାଣବସାରେ ନିଜକୁ ସଜେଇବା ଉଚିତ। ପାଦରେ ଅଳତା ଲଗାଇ ସବୁ ଗହଣା ପିନ୍ଧି ଶଙ୍ଖା ସିନ୍ଦୂର ପିନ୍ଧି ନିଜକୁ ଅଧିକ ସୁନ୍ଦର କରି ସଜେଇ ହେବା ଉଚିତ। ଏହାଦ୍ୱାରା ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି। ନମ୍ବର 18, ଗୁରୁବାର ଦିନ ପ୍ରଥମେ ଭୋରୁ ଭୋରୁ ସ୍ନାନ ସାରି ପ୍ରଥମେ ଘର ଚାରିଆଡ଼େ ଗଙ୍ଗା ଜଳ କିମ୍ବା ଗୋବର ଜଳ ପକାନ୍ତୁ ଏବଂ ପ୍ରଥମେ ପଞ୍ଚାମୃତ ପ୍ରସ୍ତୁତ କରି ରଖନ୍ତୁ। ଅରୁଆ ଚାଉଳ କିମ୍ବା ଧଳା ଧାନ କଳସରେ ଗଙ୍ଗାଜଳ, ଅଗୁର, ଅରୁଆ ଚାଉଳ ପକାଇ ପାଣି ଭରନ୍ତୁ। ଭିଡ଼ିଓଟିର ଆଗକୁ ଯିବା ପୂର୍ବରୁ ମୁଁ କଟକରୁ କହୁଥିଲି, ଆଉ ଆପଣମାନେ କେଉଁ ଜିଲ୍ଲାରୁ କହୁଛନ୍ତି ମୋତେ କମେଣ୍ଟ କରି ଜଣାଇବେ। ନମ୍ବର 19, ସେଥିରେ ଆମ୍ବପତ୍ର ଦେଇ ଏକ ଫଳ ରଖି ପଇତା ପକାଇ ଫୁଲ ଦେଇ ଦୀପ ଲଗାଇ ଭୋଗ ଲଗାଇ ପ୍ରଥମେ କଳସ ପୂଜା ସାରିବା ଉଚିତ। ନମ୍ବର 20, ଏହାପରେ ଆପଣମାନେ ଠାକୁର ଘରେ 16 କୋଟି ପଦ୍ମ ଉପରେ ଖଟୁଲି ରଖନ୍ତୁ। ତା ଉପରେ ଏକ ପିଠା ରଖନ୍ତୁ। ତାପରେ ଏକ ଗଉଣୀ ରଖନ୍ତୁ। ଗଉଣୀ ଭିତରେ ସେର କିମ୍ବା ମାଣ ରଖି ସେଥିରେ
ନୂଆ ଶୁକ୍ଳ ଧାନ ପୂର୍ଣ୍ଣ ହୋଇ ଖଟୁଲି ଉପରେ ପଡ଼ିବା ପର୍ଯ୍ୟନ୍ତ ପକାନ୍ତୁ। ନମ୍ବର 21 ବିଭିନ୍ନ ପ୍ରକାରର ଫଳ, ମୂଳ, ଛେନା ଇତ୍ୟାଦି ଭୋଗ ଲଗେଇ ପାରିବେ। 2 ପ୍ରହର ସମୟରେ ଶଙ୍ଖୁଡ଼ି ଭୋଗ ଏବଂ ସନ୍ଧ୍ୟାରେ ସନ୍ଧ୍ୟା ଦେଇସାରି 10 ପୁର ମଣ୍ଡା ପିଠା ଇତ୍ୟାଦି ଭୋଗ ଲଗେଇ ପୂଜା କରିବା ଉଚିତ। ଏହାଦ୍ୱାରା ମା ଲକ୍ଷ୍ମୀ ଅତ୍ୟନ୍ତ ସନ୍ତୁଷ୍ଟ ହୋଇଥାନ୍ତି। ନମ୍ବର 22 ପୂଜା କରିବା ସମୟରେ ଲକ୍ଷ୍ମୀ ପୁରାଣ ବହି ପଢ଼ିବା ଅଧିକ ଆବଶ୍ୟକ ଅଟେ। ଏହାକୁ ଆପଣମାନେ ଭକ୍ତିର ସହିତ ପାଠ କରନ୍ତୁ। ମା ଲକ୍ଷ୍ମୀ ପ୍ରସନ୍ନ ହେବେ। ଆପଣମାନେ ଚାହିଁଲେ ଦିନକୁ 2 ଥର ଏହା ପଢ଼ିପାରିବେ, ସକାଳେ ଓ ସନ୍ଧ୍ୟାବେଳେ। ନମ୍ବର 23 ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାଏ। 1 ମାସ ପର୍ଯ୍ୟନ୍ତ ସେମିତି ମାଣ ବସିଥାଏ, କିନ୍ତୁ କେହି କେହି ସବୁ ନିୟମ ପାଳନ ନ କରିପାରିବାରୁ ମାଣ ବସେଇ ସେଇଦିନ ହିଁ ମାଣ ଉଠେଇ ଦିଅନ୍ତି। ଆଉ ଆପଣମାନଙ୍କ ଘରେ କେମିତି ମାଣ ବସେ ମୋତେ କମେଣ୍ଟରେ ଜଣେଇବେ। ନମ୍ବର 24 ଆଉ କେହି କେହି 4 ପାଳିର ଗୋଟିଏ ଗୁରୁବାରରେ ହିଁ ମାଣ ବସେଇଥାନ୍ତି। ନମ୍ବର 25 ଯେଉଁମାନେ ନୂଆ ମାଣ ବସେଇବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣମାନେ ଘରର କେହି ଯାଆଙ୍କ ଠାରୁ ମାଣର ଯେକୌଣସି ଜିନିଷ ଆଣି ନୂଆ କରି ମାଣ ବସେଇ ପାରିବେ। ନମ୍ବର 26 ଯଦି କେହି ଆପଣଙ୍କର ସେମିତି ରହୁନାହାନ୍ତି, ତାହେଲେ ଆପଣ ପୁରୀରୁ ମା ଲକ୍ଷ୍ମୀ ମନ୍ଦିରରୁ ମାଙ୍କର କୌଣସି ବି ଜିନିଷ ଆଣି ମାଣ ଆରମ୍ଭ କରିପାରିବେ। ନମ୍ବର 27 ଯଦି ପୁରୀ ଯିବା ସମ୍ଭବ ନୁହେଁ, ତାହେଲେ ଆଖପାଖରେ ଥିବା ଲକ୍ଷ୍ମୀଙ୍କ ମନ୍ଦିରରୁ ମାଙ୍କର କିଛି ଜିନିଷ ଆଣି ଆପଣ ମାଣ ବସେଇବା ଆରମ୍ଭ କରିପାରିବେ। ନମ୍ବର 28 ଛୁତକ, ମୃତକ ଏବଂ ମାସିକ ଧର୍ମ ସମୟରେ ଗୁରୁବାର ପୂଜା କରିବେ ନାହିଁ। ଏହି ସମୟରେ ଶରୀର ପବିତ୍ର ନଥିବାରୁ ମାଣ ବସେଇବେ ନାହିଁ କି ପ୍ରସାଦ ପ୍ରସ୍ତୁତ କରିବେ ନାହିଁ। ମାସିକ ଧର୍ମର 5 ଦିନ ହୋଇଥିଲେ ଆପଣ ପ୍ରସାଦ ବନେଇ ପାରିବେ। ନମ୍ବର 29 ଘରେ ଯଦି କାହାର ମୃତ୍ୟୁ ହୋଇସାରିଛି ଏବଂ ବାର୍ଷିକ ତାଙ୍କର ହୋଇନାହିଁ, ତାହେଲେ ଆପଣ ଘରେ ମାଣ ବସେଇ ପାରିବେ। କାରଣ ମାଣ ବସିବା କେବେ ମଧ୍ୟ ବନ୍ଦ ହୋଇନଥାଏ। ଆପଣମାନେ ଯଦି ଥରେ ମାଣ ବସେଇବା ବନ୍ଦ କରିଦେଲେ, ତାହେଲେ ଆଉ କେବେ ମାଣ ବସେଇ ପାରିବେନି। ଆମ ଓଡ଼ିଆ ପର୍ବ ଅନୁସାରେ ମାଣଓଷା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଓଷା। ଏହି ଓଷାକୁ ଯଦି ଆମେ ଭଲରେ ପାଳନ କରୁଥାଉ, ତାହେଲେ ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇକି ଆପଣମାନେ ଯାହା ମାଗିବେ ଦେଇଥାନ୍ତି। ନମ୍ବର 30 ଯେଉଁ ମାଣହାଣ୍ଡିକୁ କେହି ମଧ୍ୟ ବର୍ଷ ସାରା ଛୁଇଁ ନଥାନ୍ତି, କେବଳ ମାଣବସାରେ ସେଇ ହାଣ୍ଡି ବାହାରିଥାଏ। କିନ୍ତୁ ଆପଣମାନେ ଯଦି ଭଡ଼ା ଘରେ ରହୁଥାନ୍ତି, ତାହେଲେ ଆପଣ ଘର ବଦଳେଇଲା ବେଳେ ସେଇ ମାଣକୁ ପୁଣି ଆପଣ ଅନ୍ୟ ଘରକୁ ନେଇଯିବାକୁ ପଡ଼ିବ। ଆଉ ଆପଣ ସେଠିକୁ ଯାଇକି ନୂଆ କରି ମାଣ ବସେଇ ପାରିବେ। ଏଇ କଥା ମନେ ରଖିବେ। ନମ୍ବର 31 ଯଦି ଆପଣ ଭଡ଼ା ଘରେ ରହୁଛନ୍ତି, ମାଣବସାରେ ଆପଣଙ୍କ ଗାଁରେ ଯେଉଁଠି ମାଣ ଅଛି ସେଇଠି ଯାଇ ମାଣ ବସାନ୍ତୁ। ଏହା କଲେ ମଙ୍ଗଳ ହୋଇଥାଏ। ନମ୍ବର 32 ମାଣବସାରେ ପୂଜା ହୋଇଥିବା ସମସ୍ତ ପ୍ରସାଦକୁ ଘରେ ସମସ୍ତେ ଖାଇବା ଉଚିତ। ଅନ୍ୟ ଲୋକଙ୍କୁ କିମ୍ବା ବାହା ହୋଇଯାଇଥିବା ଝିଅଙ୍କୁ ମଧ୍ୟ ଏହି ପ୍ରସାଦ ଦିଆଯାଏ ନାହିଁ। ଏମିତି କଲେ ଘର ପାଇଁ ଅମଙ୍ଗଳ ହୋଇଥାଏ। ନମ୍ବର 33 ଠାକୁର ଘରେ ଲକ୍ଷ୍ମୀ ପାଦ, 16 କୋଠି, ଗହଣା, ସିନ୍ଦୁକ ଇତ୍ୟାଦି ଝୁଣ୍ଟି ଆଙ୍କିବା ଉଚିତ। ଏହା କଲେ ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି। ଏହା କଲେ ଘର ପାଇଁ ଏହା ବହୁତ ମଙ୍ଗଳ ହୋଇଥାଏ। ନମ୍ବର 34 ଯେଉଁମାନେ ଗୋଟିଏ ପାଳି ମାଣ ବସାଉଛନ୍ତି, ସେମାନେ ଚଳିତ ବର୍ଷ ଡିସେମ୍ବର 5 ତାରିଖରେ ମାଣ ବସେଇବା ବହୁତ ଭଲ ହୋଇଥାଏ। କାହିଁକି ନା ଡିସେମ୍ବର 12 ତାରିଖରେ ମାଣବସା ଶେଷ ଗୁରୁବାରରେ ପଡ଼ୁଛି, ତ ଆପଣମାନେ 5 ତାରିଖରେ ବସାନ୍ତୁ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ନମ୍ବର 35 ଯେଉଁମାନେ ମାଣବସା ଓଷା କରୁନାହାନ୍ତି, ସେମାନେ ଲକ୍ଷ୍ମୀଙ୍କ ମନ୍ଦିରରୁ ମା ଲକ୍ଷ୍ମୀଙ୍କର ଗୁଆ, ଓଢ଼ଣୀ କିମ୍ବା ମାଙ୍କର ଅନ୍ୟ କିଛି ପୂଜା ଜିନିଷ ଆଣି ନୂଆ ମାଣ ବସେଇ ପାରିବେ।
ନମ୍ବର 36 ମାଣ ବସାଇବା ପାଇଁ ଧଳା ବସୁମତୀ ଧାନ, ଶାରଦା ଧାନ କିମ୍ବା ଦେଶୀ ଧାନର ଆବଶ୍ୟକତା ହୋଇଥାଏ। ଏହି ନୂଆ ଧାନର ଚାଉଳକୁ ବାଟି ଝୋଟି ଚିତା ପକାଯାଇଥାଏ। ନମ୍ବର 37 ମାଣବସାରେ 3 ଥର ଭୋଗ ଲଗାଯାଇଥାଏ। ସକାଳେ ଫଳମୂଳ ପଣା ଭୋଗ ଲାଗିଥାଏ। 10 ପ୍ରକାରର ଫଳ ନଚେତ୍ 10ଟି ଫଳ ଏବଂ ପଣାରେ କର୍ପୂର, କଦଳୀ, ଛେନା, ନଡ଼ିଆ, ଗୁଡ଼ ଇତ୍ୟାଦି ପଡ଼ିଥାଏ। ନମ୍ବର 38 ଦ୍ୱିପହର ଭୋଗରେ ଦହି, ପଖାଳ, ଶାଗ, ଖେଚୁଡ଼ି, ଡାଲମା, କ୍ଷୀରି, ବୁଢ଼ା ଚକୁଳି, ଅରୁଆ ଭାତ, ଡାଲମା, ଅଟକାଳି, ଛେନା, କ୍ଷୀରି, ଚିତଉ, ଚକୁଳି ଇତ୍ୟାଦି ଭୋଗ ଲଗାଯାଏ। ନମ୍ବର 39 ମାଙ୍କ ପୂଜାରେ ପ୍ରଥମେ କଳସ ପୂଜା କରିବା ଉଚିତ ଏବଂ ଏହି ମାଣବସାରେ ମାଙ୍କ ମୂର୍ତ୍ତି କିମ୍ବା ଫଟୋ ନୁହେଁ, ଗୁଆ, ମାଣ, ଧାନ ମେଣ୍ଟାକୁ ପୂଜା କରାଯାଇଥାଏ। ନମ୍ବର 40 ଗୁରୁବାରରେ ଘରର ଦ୍ୱାରବନ୍ଧରେ ଝୋଟି ଚିତା ଉପରେ ଗୋବର ଦେଇ ଗେଣ୍ଡୁ ଫୁଲ ରଖି କ୍ଷୀର, ଅରୁଆ ଚାଉଳ ଦେଇ ପୂଜା କରିବା ଉଚିତ। ମା ଲକ୍ଷ୍ମୀ ଆପଣଙ୍କର ସବୁ ଦୁଃଖ ଦୂର କରିବେ, ଆପଣଙ୍କ ପରିବାରକୁ ସୁଖ ଶାନ୍ତିରେ ରଖନ୍ତୁ। ଭକ୍ତିରେ ଜୟ ମା ଲକ୍ଷ୍ମୀ ଲେଖିଦିଅନ୍ତୁ। ଆପଣମାନଙ୍କୁ ଯଦି ମୋ ଭିଡ଼ିଓଟି ଭଲ ଲାଗୁଥାଏ ତାହେଲେ ଲାଇକ୍, କମେଣ୍ଟ ଆଉ ସେୟାର କରିବାକୁ ଜମା ବି ଭୁଲିବେନି। ଆପଣଙ୍କର ମୂଲ୍ୟବାନ ସମୟ ଦେଇ ମୋ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଜୟ ଜଗନ୍ନାଥ।